ଦଳିତ ପରିବାରରୁ ଯାଇ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ଚିଫ୍ ଜଷ୍ଟିସ୍ ହେଲେ ଏବଂ ତାଙ୍କର ବିଦାୟକାଳୀନ ସମୟରେ ଅଳ୍ପ ଦିନ ବାକି ଥିଲା ରିଟାୟାରମେଣ୍ଟ କରିବାକୁ, ତାକୁ ଅପମାନ ଦେବା ପାଇଁ RSS ଦ୍ୱାରା ପ୍ରାୟୋଜିତ ହୋଇ ସେଇ ଓକିଲ ଜଣକ ତାଙ୍କ ଉପରୁ ଜୋତା ଫୋପାଡ଼ିଥିଲେ। ଯେହେତୁ ଏକ ବ୍ରାହ୍ମଣବାଦୀ ବ୍ୟବସ୍ଥା ଭାରତବର୍ଷରେ ଅଛି, ସୁପ୍ରିମକୋର୍ଟ ଯେହେତୁ ବ୍ରାହ୍ମଣମାନଙ୍କର ଗୋଟେ ହସ୍ତମୁଦି ମାହାଲ ହେଇଛି, ସେଇ ଜାଗାରେ ଜଣେ ଦଳିତ ଲୋକଟେ ଯେଉଁ ଶୀର୍ଷ ସ୍ଥାନରେ ବସିପାରିଲେ ତାଙ୍କ ଶେଷ ଜୀବନରେ ତାକୁ ଗୋଟେ ଅପମାନ ଦିଆଯାଇକରି ବିଦାୟ କରିବା ପାଇଁ ଷଡ଼ଯନ୍ତ୍ର କରାଯାଇଥିଲା। ଇଏ ହେଉଛି ଷଡ଼ଯନ୍ତ୍ରର ପ୍ରତିଫଳନ।